ଏକ ଦେଶରେ ଜଣେ ଚକୁଳିଆ ପଣ୍ଡା ଥାଏ। ସେଇଟି ଭାରି ଗରିବ। ସେ ମାଟିଏ ପୁଅଟିଏ। ପୁଅ ନୀତି ଭିକ ମାଗିଯାଏ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଇମିତିକା ମହାପ୍ରଭୁଙ୍କ ମାୟା ତ ଦିନେ ସେ ଚକୁଳିଆ ପଣ୍ଡା କେତେ ଆଡ଼ ବୁଲିଲା ଯେ ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଲୋକେ ଭିକ୍ ଦେବେ କଣ? ବେଳକୁ ତାକୁ ଗାଁ ପିଲାଏ ସବୁ ଟେକାବୁଲୁ ଓ ଲଦି ମାଡ଼ମାରି ତଡ଼ିଦେଳେ କଲେ। ପଛକୁ ଚକୁଳିଆ ପଣ୍ଡା ବିଚରାଟି କାନ୍ଦି ବୋବେଇ ପଳେଇ ଆଇଲା। ସୋଦ୍ ଗାଦ୍ ପଶ୍ଚିମାଡ଼କୁ ଗଲା, ବିଚାରିଲା ଆଉ ଏ ନିର୍ଲଜ ମୁହଁ ଦେଖେଇବାକୁ ଘରକୁ ଯିବି ନାହିଁ। ୟା ବିଚାରି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଳିଟିଏ ପକେଇ ଯାଉଥାଏ। ଯାଇ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଢ଼ି ପାଇଁ ପଦ୍ମ ପୋଖରୀ। ସେରି ସେଥିରେ କଳାଭଅଁର ଭଳି ପାଣି। ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ବସିଛି। ୟାର ତ ସେତେବେଳେ ଭୋକ ଶୋଷରେ କରଡ଼ି ଜଳୁଥାଏ। ଏ କଣ କରିବ? ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ।